ଆଜି ହେଉଛି ଗଜସାଥୀର ଚୟନ ଆଉ ସମାହାର ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆଉ ଗଜସାଥୀ ପାଇଁ ଆମେ ଚୟନ କରିବା ପାଇଁ ଆମେ ଗାଁର ଭିଏସ୍ଏସ୍ ମାନଙ୍କୁ ଡାକିଥିଲୁ ଏବଂ ସେମାନଙ୍କୁ କିପରି ସଚେତନତା କରାଯିବ ସେଥିପାଇଁ ସମସ୍ତଙ୍କୁ ଆଜି ସମାହାରରେ ଉଦ୍ବୁଦ୍ଧ କରିଥିଲୁ। ସରପଞ୍ଚ ଭାଇମାନଙ୍କୁ ଡାକିଥିଲୁ, ମିଡ଼ିଆ ଭାଇମାନଙ୍କୁ ଆମେ ଡାକିଥିଲୁ ଏବଂ କିପରି ହାତୀର ସଚେତନତା କରାଯିବ ସେଥିପାଇଁ ତାଙ୍କୁ ପଖୁନା କିଛି ଆମେ ତାଙ୍କୁ ଜଣେଇଲୁ, ଯେଉଁଟାକି ହାତୀର କେମିତି କେଉଁ ସମୟରେ ସେମାନେ ଆକ୍ଟିଭ୍ ହୁଅନ୍ତି, ଲୋକଙ୍କୁ ଅଗ୍ରସର ହୁଅନ୍ତି, ଆକ୍ଟିଭ୍ ହୁଅନ୍ତି। ହାତୀମାନଙ୍କର ଏ ଯେଉଁ ଭିତରେ ହାତୀ ମଣିଷ ଭିତରେ ଯେଉଁ ଯେତିକି ଆମର ଅଛି କନଫ୍ଲିକ୍ଟ ସେଇଟା କେମିତି ତାଙ୍କୁ ବୁଝେଇବାକୁ ଆମେ ଚେଷ୍ଟା କରିଥିଲୁ। ଆଉ ଗାଁ ମାନଙ୍କୁ ଆମ କଥା ଯାଇକି ଗାଁ ମାନଙ୍କରେ ପଡ଼ିବେ, ଯେଉଁମାନଙ୍କରେ ହାତୀର ପ୍ରାୟ ଲୋକମାନେ ଯାଉଛନ୍ତି ସ୍ୱଚ୍ଛ କରିବା ପାଇଁ, ସେଟା ସକାଳୁ ବେଳେ ଲୋକମାନଙ୍କର ହାତୀର ମୌଖିକ ହୁଅନ୍ତି, ଯେଉଁଟାକି ହାତୀମାନେ ଜାଣିପାରନ୍ତିନି। ତେଣୁ ପ୍ରଥମେ ଆମେ ସେମାନଙ୍କୁ କେମିତି ତାଙ୍କ ମେସେଜଟା ଜାଣିପାରିବେ ସେଥିପାଇଁ ଗଜସାଥୀମାନଙ୍କୁ ଆମେ ଚୟନ କରିବା ପାଇଁ ଏଠି ସମାରୋହ କରିଥିଲୁ। ଯେଉଁମାନେ ପ୍ରଥମେ ସେମାନଙ୍କ ପାଖକୁ ଗାଁ ମାନଙ୍କୁ ଆମ ସଚେତନ କଥାଟା ଯାଇକି ତମର ପଡ଼ିବ ଓ ଗାଁକୁ ସଚେତନ କରିବା। ଆମେ ଏବେ ତ ଆମର ଅଛନ୍ତି 5ଟି ହାତୀ ଅଛନ୍ତି, ହେଲେ କି ଆଉ ସେମାନେ ବି ଭଲ ସୁରକ୍ଷାରେ ଅଛନ୍ତି। ସେଠି ଆମର ପରିବେଶ ଏତେ ଭଲ, ଆମର ଟମକା ଅଞ୍ଚଳରେ ହାତୀମାନଙ୍କର ବି ଏଠି ଛୁଆ ଦେବା ପାଇଁ ବି ସେମାନଙ୍କର ବହୁତ ଆଗ୍ରହ। ତାଙ୍କର ସେଫ୍ଟି ଜାଗା ଏଇଟା, ଆଉ ରହୁଛନ୍ତି ପାଣି ପବନ ଜଳ ବହୁତ ଭଲ ଏଇ ଏରିଆରେ। ତେଣୁକରି ସେଥିପାଇଁ ହାତୀ ହେଉଛି ଆମର ଯେହେତୁ ସାଥୀ, ହାତୀ ଆମକୁ କେବେ ହାତୀ ମଣିଷ ଯେମିତି ବଞ୍ଚିବାକୁ ଚେଷ୍ଟା କରେ, ହାତୀ ବି ସେମିତି ତାର ବଞ୍ଚିବାକୁ। ତେଣୁ ଆମେ ମିଶିକି ହାତୀର ସୁରକ୍ଷା କରିବା ଏବଂ ହାତୀକି କେବେ ଆମେ ହିଂସ୍ର ବୋଲି ଭାବିବାନି। ହାତୀ ଆମର ସାଥୀ, ତେଣୁ ହାତୀକୁ ଆମେ ସବୁବେଳେ ନିଜର ଭଳିଆ ଭାବିବା। ଆଉ ହାତୀର ବି ଖାଇବେ, ସେମାନେ ଯେହେତୁ ସବୁଦିନ ତାଙ୍କର ରିକ୍ୱାରମେଣ୍ଟ 2.5 କୁଇଣ୍ଟାଲ ଭଳିଆ ସେ ଖାଆନ୍ତି ସବୁଦିନ, ତେଣୁ ତାଙ୍କୁ ଖାଇବେ। ଧାନ ତ ଜୀବନ କହୁଛି, ଆମର ଯାହା ଡିପାର୍ଟମେଣ୍ଟ ତରଫରୁ ଯାହା ତାଙ୍କୁ କମ୍ପାନସେସନ୍ ମିଳିବା କଥା ମିଳିବ, ସେଥିରେ ମୁଁ ସବୁବେଳେ ସହଯୋଗ କରିବି ଆପଣମାନଙ୍କୁ। ତେଣୁ ଏତିକି କହିଛି, ଆପଣମାନେ ହାତୀ ଏରିଆରେ ଯେତେବେଳେ ହେଉଛନ୍ତି ହାତୀମାନଙ୍କୁ ସହଯୋଗ କରନ୍ତୁ, ଆମମାନଙ୍କୁ ଡିପାର୍ଟମେଣ୍ଟକୁ ସହଯୋଗ କରନ୍ତୁ। ଏତିକି କହି ମୁଁ ମୋର କର୍ତ୍ତବ୍ୟ। ମୁଁ ତ ପ୍ରଥମେ କହିବି, ଆମେ ହିଁ ଦୁଷ୍ଟ, ପଶୁମାନେ ଦୁଷ୍ଟ ନୁହନ୍ତି, ଆମେ ହିଁ ଦୁଷ୍ଟ। ତ ଆମେ ଯଦି ତାଙ୍କୁ ଟେକାପଥର ମାରିବା କି ତୀର ମାରିବା, ସେମାନେ ନିଶ୍ଚିତ ଭାବେ ଆମକୁ ଆକ୍ରମଣ କରିବେ। ଯଦି ଆମେ ତାଙ୍କୁ ଆକ୍ରମଣ କରିବା ନାହିଁ, ସେମାନେ ଆମ କଥା ବୁଝିପାରନ୍ତି, ଶୁଣିପାରନ୍ତି ଆଉ ମାନନ୍ତି ବି। ଆମେ ଯଦି କହିବା ଏଇଟା ମୋର ଏତିକି ଧନ, ତ ଖାଆନ୍ତୁ ନାହିଁ, ଯାଆନ୍ତୁ, ଏତିକି ଆରାମସେ କଥା ମାନିଯିବେ। କାହିଁକିନା ଆମେ ଅଙ୍ଗେ ନିଭେଇଛୁ। ମୁଁ ଯେତେବେଳେ ବି ହାତୀ ଆସନ୍ତି ଗାଁକୁ, କେବେ ବି ଟେକାପଥର ମାରେନି, ଖାଲି ହାତରେ ଯାଏ, ଖାଲି କହିଦିଏ ଆପଣମାନେ ଯାଆନ୍ତୁ, ଏଇଟା ଖାଇବା ଏତିକି, ଯାଆନ୍ତୁ, ଆରାମସେ ଚାଲିଯାଆନ୍ତୁ। ଆମେ ତ ହାତୀ ଦେଖିଲେ ଫାଷ୍ଟ ଆମେ ଫରେଷ୍ଟରକୁ ଫୋନ୍ କରୁ, ନମ୍ବର ଅଛି। ସେମାନେ ଆସିବା ଭିତରେ ଯେତିକି ଆମର କର୍ତ୍ତବ୍ୟ, ଟିକେ ଏପଟକୁ ଗାଁ ଯେମିତି ଭିତରକୁ ପଶିବେ ନାହିଁ, ସେମିତି ଆମେ ଲୋକଙ୍କୁ ଡାକି ଦେଉ। ତ ଏପଟେ ଟିକେ ଇଏ କରୁ। ତ ଆଜିକାର ସଚେତନ କାର୍ଯ୍ୟକ୍ରମରେ ବହୁତ ଭଲ ଲାଗିଲା ଏବଂ ମୁଁ ବି ଅନୁରୋଧ କରୁଛି ଆମର ଯେତିକି ଆମର ଗଣ ଜଙ୍ଗଲ ଭିତରେ ଯେଉଁ ବସବାସ କରୁଛନ୍ତି ଆମ ଗାଁ ଲୋକମାନେ, ତାଙ୍କୁ କହିବି ତ ହାତୀମାନେ ଯେତେବେଳେ ଆସିବେ ନ ଡରିକି, ତାଙ୍କୁ ନ ଆକ୍ରମଣ କରିକି ଆରାମସେ